ଆମେ ପ୍ରଭୁଙ୍କ ବାର୍ତ୍ତାକୁ ଯାଅ ଅଳ୍ପ ସମୟ ଆମେ ଏ ସମୟରେ ପ୍ରଭୁଙ୍କର ବାକ୍ୟକୁ ଆମେ ଧ୍ୟାନ କରିବା। ଆଜିର ଯେଉଁ ଚିନ୍ତାର ବିଷୟ ଆମ୍ଭେମାନେ ଦେଖୁ ବାଇବେଲର 4ଟି ଝଡ଼ ବିଷୟରେ ଆମେ ଚିନ୍ତା କରିବା। ବାଇବେଲରେ ଯେଉଁ 4ଟି ବିଶେଷ ଝଡ଼ ବିଷୟରେ ଲେଖାଯାଇଛି ଆମ୍ଭେମାନେ ବର୍ତ୍ତମାନ ଅଳ୍ପ ସମୟ ଉକ୍ତ ଝଡ଼ ବା ଷ୍ଟର୍ମସ୍ ବିଷୟରେ ଆମେ ଚିନ୍ତା କରିବା। ସାଧାରଣ ଭାବରେ ବାଇବେଲର ଯେଉଁ ଝଡ଼ ଆମେ ଗାନ କରିଥାଉ, ଚିନ୍ତା କରିଥାଉ, ତାହା ଆମମାନଙ୍କର ବ୍ୟକ୍ତିଗତ ଜୀବନର ବିଭିନ୍ନ ସମସ୍ୟା, ଅଶାନ୍ତି, କଳହ ଏବଂ ଆମମାନଙ୍କ ଜୀବନର ଅନେକ ବଡ଼ ବଡ଼ କଷ୍ଟର ସମୟକୁ ଆମେମାନେ ବୁଝିଥାଉ। ତେବେ ଏହି ସମୟରେ ଆମେମାନେ ଚିନ୍ତା କରିବା ବାଇବେଲରେ ଯେଉଁ 4ଟି ବିଶେଷ ଝଡ଼ ବିଷୟରେ ଲେଖାଯାଇଛି, କାହିଁକି ସେହିପରି ଝଡ଼ ହେଲା ଏବଂ ସେହି ଝଡ଼ର ସମାଧାନ, ଝଡ଼ରେ ଆମେମାନେ କିପରି ଭାବରେ ଉଦ୍ଧାର ପାଇବା, ସୁରକ୍ଷା କିପରି ପାଇବା, ସେଥିରୁ ହିଁ ଆମେମାନେ ଶିକ୍ଷା କରିବା। ପ୍ରଥମରେ ଆମେମାନେ ଦେଖୁ ବିଚାର ବା ଦଣ୍ଡାଜ୍ଞାର ଝଡ଼। 2 ପିତର ତାର 2 ଅଧ୍ୟାୟ 5 ପଦ ପଢ଼ି ଦିଅନ୍ତୁ। ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମ ପ୍ରଚାରକ ନୋହଙ୍କୁ ଅନ୍ୟ 7 ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଲାବନ ଘଟାଇଲେ। ନୋହଙ୍କ ସମୟର ଏକ ଝଡ଼, ଯାହାକି ସେଇ ଜଳ ପ୍ଲାବନ ବିଷୟରେ ଆମେମାନେ ଏହି ସ୍ଥାନରେ ଦେଖୁ। ପରମେଶ୍ୱରଙ୍କର ବାକ୍ୟ ପ୍ରକାଶ କରେ, ଯାହା ଆମେମାନେ ବର୍ତ୍ତମାନ ପାଠ କରିଛୁ। ସେ ପୁରାତନ ଜଗତକୁ ମଧ୍ୟ ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମ ପ୍ରଚାରକ ନୋହଙ୍କୁ ଅନ୍ୟ 7 ଜଣ ସହିତ ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଜଳପ୍ଲାବନ ଘଟାଇଲେ। ଧର୍ମଭ୍ରଷ୍ଟ ଜଗତ, ଆଉ ସେଇ ଯେଉଁ ଜଳପ୍ଲାବନ ହେଲା, ଯେଉଁ ସମୟରେ କି 40 ଦିନ 40 ରାତ୍ରି ଭୟଙ୍କର ବର୍ଷା ହେଇଥିଲା ଏବଂ ସେହିପରି ଭାବରେ ପୃଥିବୀ ଜଳରେ ମଗ୍ନ ହେବାକୁ ଲାଗିଲା। ପରବର୍ତ୍ତୀ ସମୟରେ ପୃଥିବୀସ୍ଥ ସମସ୍ତ ବିଷୟ ଜଳରେ ମଗ୍ନ ହେଲା। ଆଉ ସେହି ସମୟରେ ନୋହ ଏବଂ ତାହାଙ୍କ ପରିବାରର ଆଉ 7 ଜଣ, ଆଉ ସେମାନେ ସମସ୍ତେ ପ୍ରଭୁଙ୍କର ଆଦେଶ ଅନୁସାରେ ଜାହାଜ ମଧ୍ୟରେ ପ୍ରବେଶ କଲେ ଏବଂ ସେମାନେ ସୁରକ୍ଷା ପାଇଲେ। ସେହି ସମୟର ଯେଉଁ ଝଡ଼, କାହିଁକି ଆମେମାନେ ତାହା ଏକ ବିଚାରର ବା ଏକ ଦଣ୍ଡାଜ୍ଞାର ଝଡ଼ ବୋଲି କହୁ, ଯେହେତୁ ଆମେମାନେ ସେଇ ଆଦି ପୁସ୍ତକ 6 ଏବଂ 7 ଅଧ୍ୟାୟରେ ଆମେମାନେ ସ୍ପଷ୍ଟ ଭାବରେ ଦେଖୁ ଯେ ସେହି ସମୟରେ ପୃଥିବୀରେ ଲୋକମାନଙ୍କର ଦୁଷ୍ଟତା ଅତି ବଡ଼ ଥିଲା। ତାର 6 ଅଧ୍ୟାୟ 13 ପଦ ପ୍ରକାଶ କରେ, ପଢ଼ନ୍ତୁ। ପରମେଶ୍ୱର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମ କାଳ ଉପସ୍ଥିତ ହେଲା, ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି। ପୁଣି ଦେଖ, ଆମେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ, ଅର୍ଥାତ୍ ପୃଥିବୀ ପାପରେ ପତିତ ଥିଲା। କେହି ମଧ୍ୟ ପରମେଶ୍ୱରଙ୍କର କଥା ଶୁଣିଲେ ନାହିଁ। ଆଉ ସେହି ସମୟରେ ପୃଥିବୀରେ ଯେଉଁ ଭୟଙ୍କର ଦୁଷ୍ଟତା ବଢ଼ି ଉଠିଥିଲା, ସେଥି ନିମନ୍ତେ ପରମେଶ୍ୱର ଦେଖିଲେ, ପରମେଶ୍ୱର ଆଉ
दुख प्रकाश कले एवं परमेश्वर से धर्ममय परमेश्वर अचंती आउ से ताहांकर विचार से दंडाज्ञा को से प्रेरण कले। आमे माने प्रथम रे देखु जे एही जो प्रथम झड़ बा जल प्लावन ताहा मनुष्य मानकर पाप दौरात्म्य से दुष्टता सकाशे घटिथिला। आमे माने एथिरु शिक्षा करू पाप परमेश्वरंकर विचार को आने, परमेश्वरंकर दंडाज्ञा को आने। परमेश्वरंकर वाक्य कहे पापर वेतन मृत्यु। परमेश्वर धर्ममय परमेश्वर अचंती से पाप को सह्य करती नहीं। जदिओ से पापी को प्रेम करती किंतु पाप को 1% मध्य परमेश्वर सह्य करती नहीं, से संपूर्ण भाव में घृणा करती। सेही समय लोके प्रभु को आउ से माने मानिले नहीं, जो पाप दुष्टतार बढ़ी चलिले शेष रे परमेश्वरंकर से दंडर से झड़ से मानकु सहिबाकू पड़िथिला। आमे माने जेतेबेले देखु पाप आमनक जीवन रे अनेक सब परमेश्वरंकर आउ से विचार से दंडाज्ञा को आनी थाए। नूतन नियम रे आमे माने देखु जोहन तार 5 अध्याय 14 पद प्रकाश करे। एहा परे यीशु हां मंदिर रे ताहार देखा पाई तांको कहिले, देख तुम्हें सुस्थ होयछ, तुम्हें सुस्थ होयछ आउ पाप करो आउ पाप करो नाही, नाही, जेपरि तुम्भ प्रति अधिक दुर्दशा न घटे, जेपरि तुम्भ प्रति अधिक दुर्दशा न घटे। 38 वर्ष धरी जड़े रोगी जेतेबेले से स्थान रे पड़िछि, एही पद अनुसार आमे माने देखु ताहार रोगर कारण होछि ताहार पाप। से जो पाप दुष्टता करेछि सेति मते 38 वर्ष धरी आउ से रोगाग्रस्त हे पड़िछि। उद्धार करिबा पई केही नाही, निश्चित भाव रे केही ना केही उद्धार करि पारि थाते, किंतु ताहार रोगर मूल कारण होछि पाप। आ पाप को क्षमा करिबा कोनोसी मनुष्यर बसरे नाही, केवल स्वयं परमेश्वर ही पापरु हम मान को उद्धार करि पारि। आउ से दिन प्रभु यीशु ख्रीष्ट निजे से 38 वर्षावधि रोगी को पाखकु गले एवं निजे प्रभु यीशु ख्रीष्ट तांको सही रोगरु से सुस्थता प्रदान कले। प्रभु यीशु ख्रीष्ट द्वितीय थर देखा पाई कहिथिले आउ तुम्हे सुस्थता पाइछ आउ पाप कर नाही, आउ जदि करिवो तुमो परिस्थिति के हाथर भी आउ भयंकर हेबो। पाप द्वारा रोग मध्य आसुछि। द्वितीय रे आमे माने से नूतन नियमर अंश रे देखिबा जहा कि प्रेरित तार 5 अध्याय 3 रु 5 पद पर्यंत प्रकाश करा जाय। सेतिरे भीतर कहिले, हां हे हनानिय पवित्र आत्मा को निकट रे मिथ्या कहिबाकू ओ भूमिर मूल्यर किछि लुचाई रखिबाकू काहे कि शैतान तुम हृदय संपूर्ण अधिकार करियछि। विक्रय न हेबा पूर्वे ताहा कोन तुम निजर होई रहि नथिला, आ विक्रय हेबा उतारे सेथिर मूल्य कि तुम निज अधिकार रे नथिला, तेबे तुमे की परि आपण हृदय रे एही विषय भाबिल। तुमे जे मनुष्य निकट रे मिथ्या करिल ताहा नुहे, मात्र ईश्वरक निकट रे मिथ्या कहिल। एही सब कथा सुनी हनानिय पचाड़ी होई पड़ी प्राण त्याग कला। सेथिरे जेते लोक एहा सुनिले समस्त अतिशय भय पाइले। एही अंश जहा हननीय एवं सफीरा विषय प्रकाश करे। प्रभु यीशु ख्रीष्ट आसी सारिथिले, से स्वर्ग को आ स्वर्गान्वित हेई सारिथिले। आ जेतेबेले आ एही नूतन नियमर सेवा कार्य आरंभ हेइथिला, जहा एक अनुग्रहर सेवा कार्य अटे। एही समयर घटना हननीय एवं सफीरांक घटना। से माने मंडली रे अंतर्भुक्त थिले। आ जेतेबेले एही हननीय एवं सफीरा सेमानक संपत्तिर किछि अंश विक्रय कले, सेमाने टंका देखिले, सेमानकु लोभ आसिला एही सब टंका कोन आमे मंडली को देई देबा कि? उभय स्वामी स्त्री सेमाने कथा हेले, उभयकर सम्मति रे सेमाने किछि पैसा लुचाई रखिले। सेमाने भाबुचंती किछि लुचाई कि रखिबा एवं आमे जाई एई परि कहिबा। आ सेमाने जेतेबेले
ପିତର ଏବଂ ଅନ୍ୟ ପ୍ରେରିତ ଶିଷ୍ୟମାନଙ୍କ ସମ୍ମୁଖକୁ ଆସିଲେ ଏବଂ ସେମାନେ ମିଥ୍ୟାରେ ସେମାନଙ୍କର ଦାନ ଆଣିକି ଦଉଛନ୍ତି ଯେ ଏତିକି ଟଙ୍କା ହିଁ ଆମେ ବିକ୍ରୟ କରିଛୁ, ଏହା ହିଁ ସେ ବିକ୍ରୟର ମୂଲ୍ୟ। କିନ୍ତୁ ସେମାନେ କିଛି ଅଂଶ କିଛି ମୂଲ୍ୟ ଲୁଚେଇକି ରଖିଥିଲେ। ପରମେଶ୍ୱର ସେ ସତ୍ୟ, ସେ ଜୀବନ୍ତ, ସେ ସବୁ ଦେଖନ୍ତି, ସବୁ ଜାଣନ୍ତି। ମନୁଷ୍ୟ ସମ୍ମୁଖରେ ଆମେ ମିଥ୍ୟା କହିପାରିବା, କିନ୍ତୁ ପରମେଶ୍ୱରଙ୍କ ଛାମୁରେ କୌଣସି ବ୍ୟକ୍ତି ମିଥ୍ୟା କହିପାରିବ ନାହିଁ। ଆଉ ସେଇଦିନ ପରମେଶ୍ୱରଙ୍କର ବିଚାର, ପରମେଶ୍ୱରଙ୍କର ଦଣ୍ଡାଜ୍ଞା ଏଇ ସ୍ୱାମୀ ସ୍ତ୍ରୀ ଉପରେ ଆସିକି ପଡ଼ିଥିଲା। ଆଉ ସେଇ ସମୟରେ ଯେତେବେଳେ ମାନେ ମିଥ୍ୟା କହିଥିଲେ, ସାଙ୍ଗେ ସାଙ୍ଗେ ସେମାନେ କଚାଡ଼ି ହେଇ ପଡ଼ିକି ମୃତ୍ୟୁବରଣ କଲେ। ସ୍ୱାମୀଙ୍କର ମୃତ୍ୟୁ ପରେ ପରେ ଆଉ କିଛି ସମୟ ପରେ ସ୍ତ୍ରୀଙ୍କର ମଧ୍ୟ ମୃତ୍ୟୁ ହେଲା। ପାପ ପରମେଶ୍ୱରଙ୍କର ବିଚାରକୁ ଆଣେ। ଏହା ଆମମାନଙ୍କ ନିମନ୍ତେ ଏକ ଚେତନାର ବାକ୍ୟ ଅଟେ। ପାପ ଧରିକି ଆମେ ଯଦି ଚାଲୁଛୁ, ଆମମାନଙ୍କର ବିନାଶ ଅବଶ୍ୟ ଅଛି। ପାପ ସହିତ ଆମେମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରିବା ନାହିଁ। ପ୍ରଭୁ ଆମମାନଙ୍କୁ ପ୍ରେମ କରନ୍ତି, ଅନୁଗ୍ରହ ଏଥିପାଇଁ ଦେଲେ ପାପକୁ ଛାଡ଼ି ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା। କିନ୍ତୁ ଯଦି ଆମେ ପାପକୁ ବି ଧରିବା ଏବଂ ଧାର୍ମିକ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରିବା, ନିଶ୍ଚିତ ଭାବରେ ଆମେମାନେ ବିଫଳ ହେଇଯିବା। ଆମମାନଙ୍କ ଜୀବନରେ ଯାହା ମଧ୍ୟ ପାପର ବିଷୟ ଅଛି ତାହା ଛାଡ଼ିବା ପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ ଦିଅନ୍ତି। ଯେପରି ମୁଁ କହୁଥିଲି, ସେ ପାପୀକୁ ସହ୍ୟ କରନ୍ତି ଯେ ସେ ଫେରି ଆସୁ, କିନ୍ତୁ ପାପକୁ 100% ପରମେଶ୍ୱର ଘୃଣା କରନ୍ତି। ସେ ପାପର 1% ବି ସେ ସହ୍ୟ କରିପାରନ୍ତି ନାହିଁ। ନୋହଙ୍କ ସମୟରେ ଯେଉଁ ଜଳପ୍ଲାବନ ଘଟିଲା, ତେଣୁକରି ତାହା ଥିଲା ଆଉ ସେହି ବିଚାର ବା ଦଣ୍ଡାଜ୍ଞାର ଜଳପ୍ଲାବନ। ପ୍ରଭୁଙ୍କ ନାମ ଧନ୍ୟ ହଉ। ନୋହ ଯେ କି ପରମେଶ୍ୱରଙ୍କର କଥା ଶୁଣିଲେ ଏବଂ ସେ ଆଉ ସେହି ଜାହାଜ ନିର୍ମାଣ କଲେ ଏବଂ ଜାହାଜ ମଧ୍ୟରେ ଯାଇ ପ୍ରବେଶ କଲେ, ଯଦ୍ୱାରା ସେ ଏବଂ ତାଙ୍କ ସହିତ ତାଙ୍କ ପରିବାର ଆଉ 7 ଜଣ ସେମାନେ ଉଦ୍ଧାର ପ୍ରାପ୍ତ ହେଇଥିଲେ। ଦ୍ୱିତୀୟରେ ଆମେମାନେ ଦେଖୁ ଦ୍ୱିତୀୟ ଝଡ଼, ଯାହାକି ଅନାଜ୍ଞାବହତାର ଝଡ଼। ଜୁନସ ତାର 1 ପର୍ବ 1ରୁ 4 ପଦ ଆମେ ପାଠ କରିବା। ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଉଠ, ନିନିବି ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର, କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି। ମାତ୍ର ଜୁନସ ସଦାପ୍ରଭୁଙ୍କ ଛାମୁରୁ ତର୍ଷିସକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଜାଫ ନଗରକୁ ଯାଇ ତର୍ଷିସଗାମୀ ଏକ ଜାହାଜ ପାଇଲେ। ତହୁଁ ସେ ତହିଁର ଭଡ଼ା ଦେଇ ସଦାପ୍ରଭୁଙ୍କ ଛାମୁରୁ ତର୍ଷିସକୁ ସେମାନଙ୍କ ସଙ୍ଗେ ଯିବା ନିମନ୍ତେ ସେହି ଜାହାଜରେ ଚଢ଼ିଲେ। ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ। ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ ଜାହାଜ ଭାଙ୍ଗିଯିବା ପରି ହେଲା। ଜୁନସଙ୍କ ବିଷୟରେ ସ୍ଥାନରେ ଆମେ ଦେଖୁ। ପ୍ରଭୁ ଜୁନସଙ୍କୁ କହିଲେ, ତୁମେ ନିନିବିକୁ ଯାଅ, କିନ୍ତୁ ଜୁନସ ପ୍ରଭୁଙ୍କର ସେହି କଥାକୁ ଅମାନ୍ୟ କଲେ, ମାନିଲେ ନାହିଁ। ଜୁନସ ତାହାଙ୍କର ଇଚ୍ଛା ଅନୁସାରେ ସେ ଆଉ ଗୋଟେ ପଥ ଧରିଲେ, ସେ ତର୍ଷିସଗାମୀ ହେଲେ। ଆଉ ସେଇ ସମୟରେ ଯେତେବେଳେ ଆଉ ସେ ମଝି ରାସ୍ତାରେ ଅଛନ୍ତି, ଜାହାଜ ସମୁଦ୍ର ମଝିରେ ଅଛି, ସେହି ସମୟରେ ପରମେଶ୍ୱର ପ୍ରଚଣ୍ଡ ବାୟୁ ପଠାଇଲେ, ଝଡ଼ ତୁଫାନ ହେଲା, ଆଉ ସେଇ ଜାହାଜ ବୁଡ଼ିବାକୁ ଲାଗିଲା। ପରମେଶ୍ୱରଙ୍କ ଠାରୁ ଯଦି ଆମେମାନେ ଆଉ ଅନ୍ୟତ୍ର ଯିବା ପାଇଁ ଚେଷ୍ଟା କରିବା, ପରମେଶ୍ୱରଙ୍କ ଠାରୁ ଆମେ ଲୁଚିକି ପଳାଇବା ପାଇଁ ଚେଷ୍ଟା କରିବା, ତାହା ଅସମ୍ଭବର ବିଷୟ ଅଟେ। ଆମେ ଗୀତରେ ଗାଉଛୁ, ପର୍ବତ କନ୍ଦରେ ଲୁଚିଲେ ଯାଇ ଲୁଚାଇ ତୋତେ ପାରିବ ନାହିଁ, ତୋତେ ପାରିବ ନାହିଁ। ପ୍ରକୃତରେ ପରମେଶ୍ୱରଙ୍କ ଠାରୁ ଆମେ କେବେ ମଧ୍ୟ ଆମେ ପଳାଇ ଯାଇପାରିବା ନାହିଁ। ତାହାଙ୍କର କ୍ରୋଧରୁ କେହି ରକ୍ଷା ପାଇପାରିବେ ନାହିଁ।
परमेश्वर हस्त एते लंबा एते शक्तियुक्त ताहा जेकोसी स्थान को जेकोसी दूरांतर को परमेश्वर हस्त पहुंची जाए परमेश्वर अपमानना करी परमेश्वर वाक्यर अपाध्य हे आमे से उद्धार पाई जिबा ताहा असंभव अटे परमेश्वर ही वाक्य मान को प्रकाश करे जदि आमे परमेश्वर कथा न सुनी आमे उद्धार पाई जिबा मु रक्षा पाई जिबी बोली जदि आ आमे कहिबा ताहा मु मानकर भ्रांत अटे कोनोसी मनुष्य परमेश्वर अपाध्य हे अनाज्ञापह हे बंची पारिबो नाही से भाववादी हो से केते बड़ लोक हो जुनस गोटे बहुत बड़ भाववादी जुनसंक जीवन विषय जदि आम देखू परमेश्वर को ओतःप्रत भाव आउ तन तन करी जुनस जानी परमेश्वर विषय जुनस एपरी भाववादी जे कि झड़ समय जीशु जेपरी शिष्य मानक सहित जीवा समय झड़ प्रबल तूफान झड़ हैला शिष्य माने आमे मनु आमे कौन करबा एने तेने थाउचंती से समय जीशु आउ से कोन आराम से सोईछंती जुनस मध्य शांति जहाजर समस्ते झड़ को एने तेने थाउछंती किंतु से जहाज रे केवल जड़े व्यक्ति थिले से आराम से सोईथिले से होचंती जुनस से केवल घोर निद्रा रे नुहे से जानुचंती कुआडे जाउछंती से जानिचंती कोन हेबाकू जाउछ से सदा प्रभु परमेश्वर को तन्न तन्न करी जानिचंती मोर प्रिय माने परमेश्वर को विषय जानती आउ एही जुनस आउ से जेते बेले जाउथिले आउ एही झड़ तूफान रो से सम्मुखीन हेथिले अनाज्ञा बहता से झड़ को आमंत्रण करे जेते बेले प्रभुंकर वाक्य रु ओहरी जाऊ प्रभुंकर कथा न मानी निज इच्छा करी आबे माने जाऊ निश्चित भाव रे से स्थान रे झड़ आसी जाए किंतु आउ एही स्थान रे आबे माने देखू एही झड़ किपरि शांत हैला ना जुनस निजे आसुचंती जेते बेले आउ से आउ गोली बांट पड़िला जुनसंकर ना आसिला आउ जुनस से प्रकाश करूचंती जे मु सेही व्यक्ति जहांको सकासे एई झड़ आसीछि एई तूफान आसीछि मु सेही व्यक्ति जहांको सकासे जहाज टळमळ हेउछि जुनस सब विषय को से व्यक्त करूचंती प्रकाश करूचंती स्वीकार करूचंती से मु परमेश्वरकर कथार अपमानना करिबा द्वारा एई जो झड़ आसी एई स्थान रे आसी उपस्थित होइछि जुनस कहउचंती मते आउ एही जहाज रु तुमे काडी समुद्र रे पकाई दियो तहिरे झड़ शांत होई जिवो सेटा मध्य जुनस जाने हालेलुया जुनसंक ठारू एई शिक्षा हमें करू आज आमे माने जेते बेले गोटे भूल विषय करूछु आमे माने कि से भूल को स्वीकार करि पारुछु ना से भूल को आमे माने खोडे कि आमे माने रखुछु जुनस से भूल को खोडेले नाही से सीधा आगको आसुचंती तांकर भूल को स्वीकार करूचंती एवं कहउचंती मो लागे भूल हेछि मते तुमे समुद्र रे तुमे पकाई दियो परमेश्वर आज आमान को आह्वान दियंती झड़ अनाज्ञा बहता सकाशु झड़ आसे आ सेही समय रे आम्भे माने निज निज को आम्भे माने नम्र करी आमानकर पाप को स्वीकार करिवार नितांत आवश्यक अटे पाप स्वीकार न करिबा जाय आमानकर पाप क्षमा नुहे मोर प्रिय माने आमे माने पाप स्वीकार करिबा द्वारा सेही झड़ शांत हुए जुनसंक ठारू आमे माने एही एक विषय आमे माने शिक्षा करिबा जे आमे माने पाप को खोडाई न रखू लुचाई न रखू बेले बेले गोटे पाप को खोडाइबा को जाई अनेक 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 पाप आमे माने करि छालु गोटे छोट विषय को आमे माने मिछ कहि सेही विषय को खोडाइबा पई चेष्टा करू सेही गोटे छोट मिछ ही अनेक 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 मिछ को आने शेष रे सत कोन ताहा प्रकाश हेई जाय सत जानिबा समय रे आम्बे माने ही आउ तारो मुख्य आमे माने पापी दुष्ट एहा प्रकाशित हेई जाय प्रिय माने तेणु करी प्रभु आमन को आह्वान दियंती
যে এই যে ঝড় অনাজ্ঞাবহতার ঝড় জুনস তার পাপ স্বীকার কলে ଆଉ ଯଦ୍ୱାରା ସେଦିନ ସେହି ଝଡ଼ ଶାନ୍ତ ହେଲା ଆଉ ଜୁନସ ମଧ୍ୟ ଆଉ ସେ ମଧ୍ୟ ରକ୍ଷା ଉଦ୍ଧାର ପାଇଲେ। ତୃତୀୟରେ ବିଶ୍ୱାସର ପରୀକ୍ଷାର ଝଡ଼, ଯାହାକି ଆମେ ଲୁକ ତାର 8 ଅଧ୍ୟାୟରେ ଦେଖିବାକୁ ପାଉ। 8:25 ପଢି ଦିଅନ୍ତୁ। ପୁଣି ସେ ସେମାନଙ୍କୁ କହିଲେ, ହଁ। ତୁମମାନଙ୍କର ବିଶ୍ୱାସ କାହିଁ? କିନ୍ତୁ ସେମାନେ ଭୀତ ଓ ଚମତ୍କୃତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ହଁ। ଏ ତେବେ କିଏ ଯେ ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତି, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଶିଷ୍ୟମାନଙ୍କ ସହିତ ଆଉ ସେ ସମୁଦ୍ରରେ ଯାଉଛନ୍ତି, ଆଉ ସେଇ ସମୟରେ ହଠାତ୍ ଏକ ଝଡ଼ ଏକ ତୋଫାନ ଆସି ପହଞ୍ଚିଲା। ଯୀଶୁ ଅଛନ୍ତି ନୌକାରେ, ଶିଷ୍ୟମାନେ ଅଛନ୍ତି, ଶିଷ୍ୟମାନେ ମାଛୁଆ କେଉଟ ଶିଷ୍ୟମାନେ ଏକ୍ସପର୍ଟ, କିନ୍ତୁ ସେଇ ସମୟରେ ଯୋଉ ଝଡ଼ ତୋଫାନ ଆସିଲା ସେମାନଙ୍କର ଏକ୍ସପର୍ଟିସ୍ ମାନେ ଆଉ ଅଭିଜ୍ଞତା କୌଣସି କାର୍ଯ୍ୟ କରିପାରିଲା ନାହିଁ, ସେମାନଙ୍କର ଜ୍ଞାନ କୌଶଳ କାମ କରିପାରିଲା ନାହିଁ, ଆଉ ସେମାନେ ଅସ୍ତବ୍ୟସ୍ତ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଯୀଶୁଙ୍କୁ ଯାଇ ଉଠାଇଲେ, ଯେହେତୁ ଯୀଶୁ ଆଉ ସେ ଆରାମସେ ଶୋଇଥିଲେ, ଯୀଶୁଙ୍କୁ ଉଠାଇଲା ପରେ ଯୀଶୁ ଆସିଲେ, ସେଇ ଝଡ଼କୁ ଧମକ ଦେଲେ, ସବୁ ଶାନ୍ତ ହେଇଗଲା। ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଏ କିଏ? କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଏ ଅଳ୍ପ ବିଶ୍ୱାସୀ। ସେମାନଙ୍କର ଏକ ବିଶ୍ୱାସର ପରୀକ୍ଷା। ଆଜି ଆମମାନଙ୍କ ପାଇଁ ମଧ୍ୟ ଆମମାନଙ୍କର ବିଶ୍ୱାସୀ ଜୀବନର ଯାତ୍ରାରେ ବିଲକୁଲ ପରୀକ୍ଷା ଅନେକ ଅଛି। ଆମମାନଙ୍କ ନିମନ୍ତେ ସେଇ ପରୀକ୍ଷା ପାଇଁ ପରୀକ୍ଷାର ଝଡ଼ ଆସି ଆମମାନଙ୍କ ଜୀବନରେ ପହଞ୍ଚୁଛି। ଅନେକ ସମସ୍ୟା, ଅନେକ ରୋଗ, ବିଭିନ୍ନ ପ୍ରକାର କଷ୍ଟର ବିଷୟ ଆସେ, କିନ୍ତୁ ସେଇ ସମୟରେ ଆମେ ଯେତେବେଳେ ଯୀଶୁଙ୍କ ସହିତ ଚାଲୁଛୁ, ସେଇ ବିଶ୍ୱାସରେ ଆମେ ମାନେ ଅଟଳ ରହିବା ପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ ଦିଅନ୍ତି। ଅନେକ ସମୟରେ এই যে বিশ্বাসর যাত্রারে যে ঝড় আসি পৌঁছে সেটি নিমন্তে আমি মানে দুর্বল হয়ে পড়ু, অধীর হয়ে পড়ু, অস্থির হয়ে পড়ু। আমি মানে প্রভুকে ছাড়ি অন্য উপায়রে সেই ঝড়রু রক্ষা পাইবা আমি চেষ্টা করি থাও। কিন্তু মনে রাখিবা শিষ্য মানে সেমানଙ୍କର বল বুদ্ধি জ্ঞান কৌশল অভিজ্ঞতা সেই ঝড় সম্মুখରେ হার মানি যাইଥିଲା। যদি আমার বিশ্বাসর পরীক্ষা আসুছি তেবে কেবল যিশু হি সে পরীক্ষার আমাকে উদ্ধার করিপারিবে। আমার জ্ঞান বুদ্ধি কৌশল এই সবু প্রয়োগ কলে সুদ্ধা আমি জিতি পারিবা নাহি। প্রত্যেক বিশ্বাসী মানক পাই এক আশীর্বাদর বিষয় যে যে সৃষ্টিকর্তা পরমেশ্বর সে আম্ভ মানক সহিত অছন্তি। প্রভু যীশু খ্রিস্ট আম সহিত অছন্তি। ଆମେ ଯେତେବେଳେ ବିଶ୍ୱାସୀ ଜୀବନର ଯାତ୍ରାରେ ଯାଉଛୁ ଏହି ନୌକାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି। ତେଣୁକରି ଏହି ବିଷୟକୁ ସୁନିଶ୍ଚିତ ହେବାର ଅତ୍ୟନ୍ତ ଜରୁରୀ ଅଟେ। ଯୀଶୁ ମୋ ସହିତ, ଯୀଶୁ ମୋ ପରିବାର ସହିତ, ଯୀଶୁ ଆମ୍ଭମାନଙ୍କ ସହିତ ଅଛନ୍ତି, ଏହି ବିଷୟକୁ ସମ୍ପୂର୍ଣ୍ଣ ଭାବରେ ଆମେ ମାନେ ନିଶ୍ଚିତ ହେଇଯାଉ। ଆଉ ଏହିପରି କଷ୍ଟ ସମୟରେ ଆମେ ମାନେ ବିଶ୍ୱାସର ସହିତ যদি স্থির রহিবা নিশ্চিত উদ্ধার প্রাপ্ত হেবা। প্রভু যীশু খ্রিস্ট সেই নৌকারে থিবা ফলরে সে আউ সেই দিন সেই ঝড় তুফানকু ধমক দেলে সবু বন্ধ হয়েগলা। হালেলুয়া। চতুর্থ ঝড় আমি মানে দেখু সেবা কার্যর ঝড়। প্রেরিত তার 27 22-24 পড়ে দিয়ন্তু। যাহা হেউ ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ। ତେଣୁ ମୁଁ ଯେଉଁ ଈଶ୍ୱରଙ୍କର ଲୋକ, ପୁଣି ଯାହାଙ୍କର ମଧ୍ୟକୁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ, ପାଉଲ, ଭୟ କର ନାହିଁ, କାଇସରଙ୍କ ସମ୍ମୁଖରେ ତୁମକୁ ଠିଆ ହେବାକୁ ହେବ। ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ୱର ତୁମକୁ ଦାନ କରିଅଛନ୍ତି। ଅତଏବ ମହାଶୟମାନେ ସାହସ ଧରନ୍ତୁ, କାରଣ ଈଶ୍ୱରଙ୍କ ଠାରେ ମୋର ବିଶ୍ୱାସ ଅଛି ଯେ ମୋତେ ଯେପରି କୁହା ହୋଇଅଛି ଠିକ୍ ସେହିପରି ଘଟିବ। କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ। ଏହି ରୂପେ ଆମ୍ଭେମାନେ
ଆଦ୍ରିଆ ସମୁଦ୍ରରେ ଇତସ୍ତତ ଚାଳିତ ହେଉ ହେଉ ଯେତେବେଳେ ଚତୁର୍ଦ୍ଦଶ ରାତ୍ରି ଉପସ୍ଥିତ ହେଲା, ସେତେବେଳେ ପ୍ରାୟ ଅର୍ଦ୍ଧରାତ୍ର ସମୟରେ ନାବିକମାନେ କୌଣସି ସ୍ଥଳର ନିକଟବର୍ତ୍ତୀ ହେଉଅଛନ୍ତି ବୋଲି ଅନୁମାନ କଲେ। ପାଉଲ ଦିନେ ଅନେକ ଲୋକମାନଙ୍କ ସହିତ, କଏଦୀମାନଙ୍କ ସହିତ ଆଉ ସେ ଯେତେବେଳେ ରୋମକୁ ଯାତ୍ରା କରୁଥିଲେ, ଜଳଯାତ୍ରା ଚାଲିଥାଏ, ଆଉ ସେହି ସମୟରେ ଯେଉଁ ଆଉ ଜାହାଜରେ ପାଉଲ ଏବଂ ଅନେକ ଲୋକମାନେ ସୈନିକମାନେ ଯାଉଛନ୍ତି, ଆଉ ସେହି ସମୟରେ ଗୋଟେ ଭୟଙ୍କର ଝଡ଼ ତୋଫାନର ସମ୍ମୁଖୀନ ଏମାନଙ୍କୁ ହେବାକୁ ପଡ଼ିଥିଲା। ଏହିପରି ଆଉ ଝଡ଼, ଏହିପରି ତୋଫାନ ଆସିଲା, ଏହିପରିକି ସେମାନେ କେତେ ଦିନ ହେଇଗଲା ସେମାନେ ସୂର୍ଯ୍ୟକୁ ଦେଖିଲେ ନାହିଁ, ଚନ୍ଦ୍ରକୁ ଦେଖିଲେ ନାହିଁ, ତାରାଗଣ ଦେଖାଗଲା ନାହିଁ, ଘୋର ଅନ୍ଧକାର ମଧ୍ୟରେ ସେମାନଙ୍କର ଜାହାଜ ଚାଲୁଥାଏ। ଆଉ ଯେତେବେଳେ ସେଇ ଝଡ଼ ଆସିଲା, ଜାହାଜ ଭାଙ୍ଗିବାକୁ ଲାଗିଲା। ସେଇ ଜାହାଜରେ କ୍ୟାପ୍ଟେନ ଥିଲେ, ସୈନିକମାନେ ଥିଲେ, କଏଦୀମାନେ ଥିଲେ, ସମସ୍ତେ ନିରାଶ, ହତାଶ, ଆମେ ଆଉ ବଞ୍ଚି ପାରିବା ନାହିଁ, ସମସ୍ତେ ଆମେ ମରିଯିବା। ସେ ଅଧିକାରୀ କ୍ୟାପ୍ଟେନ ହେଲେ ମଧ୍ୟ ତାଙ୍କଠାରେ ମଧ୍ୟ ଆଉ କୌଣସି ଆଶା ନାହିଁ ବଞ୍ଚିବାର। ସମସ୍ତେ ଆଶା ଛାଡ଼ି ଦେଇଥିଲେ, ଆମେ ଅବଶ୍ୟ ମୃତ୍ୟୁବରଣ କରିବା। ଏହିପରି ଝଡ଼ ତୋଫାନ ହେଲା ଯେ ଏମାନଙ୍କର ଜାହାଜ ଆଉ ତାହା ଭାଙ୍ଗିଗଲା, ଭଗ୍ନ ଅବସ୍ଥାକୁ ଆସିଲା। ଯାହା ମଧ୍ୟ ଜାହାଜରେ ଯେତେକ ଜିନିଷ ପତ୍ର ଥିଲା ସବୁ ସେମାନେ ସମୁଦ୍ରରେ ପକାଇ ଦେଲେ, ହେଲେ ମଧ୍ୟ ଝଡ଼ ଚାଲିଛି। ଆଉ ସେହି ସମୟରେ ପାଉଲଙ୍କୁ ସ୍ୱର୍ଗରୁ ଜଣେ ଦୂତ ଆସି ଦର୍ଶନ ଦେଇ କହନ୍ତି, ତୁମେ ଭୟ କର ନାହିଁ, ଅବଶ୍ୟ ତୁମକୁ ରୋମକୁ ଯିବାକୁ ହେବ ଏବଂ ମୋହର ସାକ୍ଷୀ ହେବାକୁ ହେବ। ହାଲେଲୁୟା। ସେବାରେ ଆଉ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଝଡ଼ ଯେ ଅଛି, ଏହା ପରମେଶ୍ୱର ଆଉ ସେ ଆଉ ବ୍ୟକ୍ତ କରନ୍ତି। ବର୍ତ୍ତମାନ ମଧ୍ୟ ଯେଉଁ ସମସ୍ତ ତାଡ଼ନା, ଚାରିଆଡ଼େ ତାଡ଼ନାର ଆଉ ସେଇ ଅଗ୍ନି ଚାଲୁଛି, ଏହା ସେବାର ସେଇ ଝଡ଼, ସେଇ ତୋଫାନ ଚାଲୁଛି, କିନ୍ତୁ ସେଇ ଦୂତ ଆଉ ସେଇଦିନ ପାଉଲଙ୍କୁ ଧୈର୍ଯ୍ୟ ଦେଇ କହିଥିଲେ, ସାହସ ଦେଇ କହିଥିଲେ ଯେ ତୁମେ ଭୟ କର ନାହିଁ, ତୁମେ ସାହସ କର, ତୁମର କୌଣସି କ୍ଷତି ହେବ ନାହିଁ, ଅବଶ୍ୟ ତୁମେ ଆରପାରିକି ଯିବ। ପ୍ରିୟମାନେ, ଆଜି ମଧ୍ୟ ଆମେ ସମସ୍ତଙ୍କ ନିମନ୍ତେ ପ୍ରତ୍ୟେକ ବିଶ୍ୱାସୀ, ବିଶ୍ୱାସିନୀ, ସେବକ, ସେବିକା ମଣ୍ଡଳୀ ସମସ୍ତଙ୍କ ପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ ଦିଅନ୍ତି। ପ୍ରଭୁଙ୍କର ସେବା କରୁ କରୁ ହୁଏତ ବିଭିନ୍ନ ପ୍ରକାର ଝଡ଼ ତୋଫାନର ସମ୍ମୁଖୀନ ହେବାକୁ ପଡ଼ିପାରେ, କିନ୍ତୁ ପ୍ରଭୁ ଆମମାନଙ୍କୁ କହନ୍ତି, ଭୟ କର ନାହିଁ, ସାହସ ଧର, ଅବଶ୍ୟ ତୁମକୁ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସାକ୍ଷୀ ହେବାକୁ ପଡ଼ିବ। ପ୍ରଭୁ ଆମମାନଙ୍କୁ ଆଉ ଅନୁଗ୍ରହ କରନ୍ତୁ, ତାଙ୍କରି ସେବାରେ ବଢ଼ିବା ପାଇଁ ସାହାଯ୍ୟ କରନ୍ତୁ। ପାଉଲ ସେଦିନ ଆଉ ସେ ପରମେଶ୍ୱରଙ୍କର ବାକ୍ୟକୁ ଜାବୁଡ଼ି ଧରିଲେ, ଦୃଢ଼ ଭାବରେ ଧରିଲେ ଏବଂ ସେ ପରମେଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ ନିର୍ଭର କରିବା ଦ୍ୱାରା ସେ ବଳ ପାଇଲେ, ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରିପାରିଲେ। ଆଉ ସେଦିନ ଜାହାଜ ଭାଙ୍ଗିଗଲା ସତ, କିନ୍ତୁ ଏମାନଙ୍କ ମଧ୍ୟରେ ଗୋଟିଏ ମଧ୍ୟ ପ୍ରାଣ ବିନଷ୍ଟ ହେଇନାହିଁ। ସମସ୍ତେ ଆରପାରିକୁ ଗଲେ, ସମସ୍ତେ ସେମାନଙ୍କର ଲକ୍ଷ୍ୟ ସ୍ଥଳରେ ଯାଇ ପହଞ୍ଚିଲେ। ଆଉ ପାଉଲ ଶିଷ୍ୟମାନେ ସେମାନେ ପ୍ରଭୁ ଯୀଶୁଙ୍କର ସାକ୍ଷୀ ହେବାକୁ ପାରିଥିଲେ। ପ୍ରିୟମାନେ, ଆଜି ପ୍ରଭୁ ଆମମାନଙ୍କୁ ଆହ୍ୱାନ ଦିଅନ୍ତି, ଏହି ଜୀବନ ଯାତ୍ରାରେ ଅନେକ ଝଡ଼ ଆସିବ, କିନ୍ତୁ ସେଇ ଝଡ଼ ସମୟରେ ଆମେମାନେ କିପରି ଭାବରେ ଉଦ୍ଧାର ପ୍ରାପ୍ତ ହେବା। ପ୍ରଥମରେ ଆମେମାନେ ନୋହଙ୍କର ସେଇ ଝଡ଼କୁ ଦେଖିଲୁ, ଯାହା ପାପ ସକାଶେ ପରମେଶ୍ୱରଙ୍କର ବିଚାର ବା ଦଣ୍ଡାକି ଆସିଲା। ଦ୍ୱିତୀୟ ଝଡ଼ରେ ଆମେମାନେ ଦେଖିଲୁ ଜୁନସଙ୍କ ସମୟରେ, ଯେତେବେଳେ ଜୁନସ ପରମେଶ୍ୱରଙ୍କର ବାକ୍ୟର ଅନାଜ୍ଞାବହ ହେଲେ, ସେହି ସମୟରେ ସେହି ଝଡ଼ ଆସିଲା। କିନ୍ତୁ ଜୁନସ ସେ ନିଜକୁ ନମ୍ର କଲେ, ପାପ ସ୍ୱୀକାର କରି ପ୍ରଭୁଙ୍କ ଠାରେ ସମର୍ପିତ ହେବା ଦ୍ୱାରା ଉଦ୍ଧାର ପାଇଲେ। ତୃତୀୟରେ ଆମେମାନେ ଦେଖିଲୁ କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କ ସହିତ ଯାଉଥିବା ସମୟରେ ଝଡ଼ ଆସିଲା, ଯାହାକି
विश्वासर परीक्षार एक झड़ अटे। चतुर्थरे आमे माने देखिलु जे पाउल एवं अन्य लोक माने जेतेबेले समुद्र रे जाउथिले झड़ आसी पहुंचिला जाकि सेवा कार्य को जीवा समय एक झड़ अटे। आमे माने प्रभु अनुग्रह दियंतु आमे माने एइपरि भाबरे आमे माने मध्य नोहको सदृश से जहाज रे से जेपरि प्रवेश कले ठीक सेपरि परमेश्वर बा प्रभु यीशु ख्रीष्ट जे कि आम मानकर आश्रय बल दुर्दशा काल रे अति निकटवर्ती सहाय आमे ताहांकर आश्रय नेउ। आमे माने जुनसंक परि आमे माने निजको नम्र करू एवं आम मानकर भूल को स्वीकार करू। आमे माने सेई आ शिष्य मानक समय परि सेतिरु शिक्षा करू जे विश्वास रे आमे माने अटल रहू। आम माने पाउलंक सही झड़ आम मानक शिक्षा दिए जे आमे माने परमेश्वर वाक्य को दृढ़ भाव रे धरू एवं परमेश्वर कटरे संपूर्ण भाव रे निर्भर करू जद्वारा जो समस्त झड़ आसे निश्चित भाव रे आमे माने उद्धार प्राप्त हेबा। प्रभु आमे समस्त को आज रही वाक्य रे आशीर्वाद करंतु। आमेन। आसंतु संक्षिप्त रे प्रार्थना करिबा। स्वर्गस्थ पिता धन्यवाद पिता प्रत्येक अनुकूल प्रतिकूल परिस्थिति रे जे तुमे आम मानकर सहवर्ती धन्यवाद दउछु पिता प्रतिटी विषय रे तुमे आम मानक शिक्षा दे रखुअछ पिता। आमे माने की परि भाव रे प्रतिकूल परिस्थिति रे मध्य आमे तुम ठारे रहिबु सुरक्षित रहिबु। तुमे आम मानक आपनार वाक्य माध्यम रे कथा कहउछ। प्रार्थना करो तुमे दया कर साहाय्य करो एक समस्त वाक्य जेपरि आमे माने धारण करिबु पालन करिबु तुम निमंते बंचिबु तुमे साहाय्य करो दया करो मंडली मत आमे समस्त को आशीर्वाद करो। समस्त प्रार्थना सुनिछ धन्यवाद दे यीशु नाम रे मांगुछ। आमेन। धन्यवाद।